ଯିଏ ଯିଏ ସୁଖରେ ରହି ଆମକୁ ହସାଏ, ଯିଏ ଦୁଃଖରେ ରହି ଆମକୁ ଖୁଆଏ, ଜାଣିଛ କି ତାର ନାଁ? ମା, ଯେ କି ଆମ ସମସ୍ତଙ୍କ ଅତି ପ୍ରିୟ ମା। ଦେଖିବା ଚାଲନ୍ତୁ ତୃତୀୟ ଶ୍ରେଣୀ କୁନି କୁନି ପିଲାମାନଙ୍କର ମା ଉପରେ ଗୋଟିଏ ନୃତ୍ୟ କଳା ପରିବେଷଣ। ନମସ୍କାର। ମୁଁ ଚାଲୁ ଚାଲୁ ଟଳମଳ ହୋଇଯାଏ। ମୁଁ ପଡ଼ିବା ଆଗରୁ ମୋ ହାତ ଧରିବାକୁ ତୁ ଆଗୁଆ ଚାଲି ଆସୁ। ନିଜେ ନିଜ କଷ୍ଟକୁ ଭୁଲି ମୋ ପସନ୍ଦର ଖାଇବା ତୁ ମୋ ପାଇଁ ବନେଇଛୁ। କେବେ ପୁରା ରାତି ଯାଇ ମୋତେ ତୋ କୋଳରେ ଶୁଆଇଛୁ, ତ କେବେ ପୁଣି ବାପାଙ୍କ ଗାଳିରେ ମୋତେ ତୁ ହିଁ ତ ବଞ୍ଚେଇଛୁ। ଯଦି କେବେ ମୁଁ ଅଳିକରେ ମୋ ସବୁ ଚିନ୍ତାକୁ ପୁରା କରିଛୁ। ଯେବେ ମୋ ଦେହ ଖରାପ ହୋଇଯାଏ ତୁ ମୋତେ ନେଇ କେତେ ଚିନ୍ତାରେ ପଡ଼ିଯାଉ ନା। ଯେତେ କଷ୍ଟ ଆସେ ଜୀବନରେ, ବାସ୍ ତୋ କୋଳରେ ମୁଣ୍ଡ ରଖିଦେଲେ ନା ସବୁ କଷ୍ଟ ଭୁଲି ହୋଇଯାଏ। ଜୀବନରେ ଅନେକ ଲୋକଙ୍କୁ ଭେଟୁ, କିନ୍ତୁ କହିବା ଆଗରୁ ଯଦି କେହି କଷ୍ଟ ବୁଝିପାରେ ସେ କେବଳ ଆଉ କେବଳ ମା, ମୋ ମା। ଶବ୍ଦ ନାହିଁ, ମା ଶବ୍ଦର ତୁଳନା ବି ନାହିଁ। ମା ଠାରୁ କିଛି ବଡ଼ ଅର୍ଥ ନାହିଁ। এই ଦୁନିଆରେ ଯଦି କିଏ ପ୍ରକୃତରେ ଆମକୁ ଭଲ ପାଇଥାଏ ସେ ହେଉଛି ଆମ ମା। ମା, ତମର ନାମ ଏଇ ଜନ୍ମରେ କ'ଣ? 7 ଜନ୍ମ ନେଲେ ବି ମୁଁ ଶିଖିପାରିବିନି। ତମକୁ ମୁଁ କହିପାରିନି ହେଲେ ଜୀବନରେ ଅଧିକ ମୁଁ ତମକୁ ହିଁ ଭଲ ପାଏ। ତମକୁ ବହୁତ ବହୁତ ଧନ୍ୟବାଦ ଆମକୁ ଏହି ଦୁନିଆକୁ ଆଣିଥିବାରୁ। ମା।